ମୃତ୍ୟୁ ପରେ ସ୍ୱର୍ଗର ଦ୍ୱାରରେ ଚାରୋଟି ବ୍ୟକ୍ତି ଛିଡ଼ା ହୋଇଥିଲେ। ଏହି ଚାରି ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରଥମ ରାଜା ଥିଲା, ଦ୍ୱିତୀୟଟି ଗୋଟିଏ ବ୍ୟାପାରୀ ଥିଲା, ତୃତୀୟଟି ପଣ୍ଡିତ ଥିଲା ଏବଂ ଚତୁର୍ଥଟି ଗୋଟିଏ ସାଧାରଣ ମଣିଷ ମଜଦୁର ଥିଲା। କାହାକୁ ମଧ୍ୟ ଏହା ଜଣାନଥିଲା ଯେ କିଏ ସ୍ୱର୍ଗର ଭିତରକୁ ପ୍ରବେଶ କରିପାରିବ ଏବଂ କାହାକୁ ସେଠାରୁ ଫେରାଇ ଦିଆଯିବ। ସମସ୍ତେ ସ୍ୱର୍ଗର ଦ୍ୱାର ଖୋଲିବାର ଅପେକ୍ଷା କରିଥିଲେ ଏବଂ ପରସ୍ପର ମଧ୍ୟରେ କଥା ହେଉଥିଲେ। ଯେମିତିକି ରାଜାକୁ ମରିବା ପୂର୍ବରୁ ହିଁ ଅଭ୍ୟାସ ଥିଲା, ସେ ତାର ନିଜର କଥା ପ୍ରଥମେ କହିଲା। ରାଜା କହିଲା, ମୁଁ ବହୁତ ପ୍ରଖ୍ୟାତ ରାଜା ଅଟେ। ମୁଁ ଧରିତ୍ରୀରେ ନିଜର ବହୁତ ନାମ କମାଇଛି। ଏଥିପାଇଁ ପୂରା ସମ୍ଭାବନା ଅଛି ଯେ ମୁଁ ହିଁ ସ୍ୱର୍ଗକୁ ଯିବି। ପୁଣି ବ୍ୟାପାରୀ ନିଜ କଥା ସାମ୍ନାରେ କହିଲା, ମୁଁ ଧରିତ୍ରୀରେ ବହୁତ ଧନ କମାଇଛି ଏବଂ ସେହି ଧନରୁ ମୁଁ ବହୁତ ଲୋକଙ୍କୁ ସାହାଯ୍ୟ ମଧ୍ୟ କରିଛି। ଏଥିପାଇଁ ମୁଁ ହିଁ ସ୍ୱର୍ଗର ହକଦାର ଅଟେ। ଏବେ ପଣ୍ଡିତ ସମସ୍ତଙ୍କୁ କହିଲା, ତୁମେ ଯାହା ଭାବୁଛ ଭାବ, କିନ୍ତୁ ଏହି କଥା ତ ନିଶ୍ଚିତ ଅଟେ ଯେ ସ୍ୱର୍ଗର ଦ୍ୱାର ଖୋଲିବ ତ ମୋ ପାଇଁ ହିଁ। ସମସ୍ତେ ଜାଣନ୍ତି ଯେ ପଣ୍ଡିତ ଦିନରାତି ଭଗବାନଙ୍କୁ ମନେ କରନ୍ତି। ଏଥିପାଇଁ ସ୍ୱାଭାବିକ ଅଟେ ଯେ ସ୍ୱର୍ଗରେ ପଣ୍ଡିତର ସ୍ୱାଗତ କରାଯିବ। ଯେବେ ସମସ୍ତେ ନିଜ ନିଜର କଥା ରଖି ସାରିଲେ, ଶେଷରେ ସମସ୍ତଙ୍କର ନଜର ସେହି ମଜଦୁର ଉପରେ ଥିଲା, ଯେ ଚୁପଚାପ ନିଜର ନଜର ତଳକୁ କରି କିଛି ନ କହି ସେହି ସ୍ଥାନରେ ଛିଡ଼ା ହୋଇଥିଲା। ସ୍ୱର୍ଗର ଦ୍ୱାର ଖୋଲାଗଲା ଏବଂ ସେଠାରୁ ଏକ ଦେବଦୂତ ଆସି ଛିଡ଼ା ହେଲା। ଦେବଦୂତର ହାତରେ ଗୋଟିଏ ପୁସ୍ତକ ଥିଲା, ଯେଉଁଠାରେ ଏହି ସମସ୍ତଙ୍କର ସମସ୍ତ କର୍ମ ବିଷୟରେ ଲେଖା ହୋଇଥିଲା। ଦେବଦୂତ ସବୁଠାରୁ ପ୍ରଥମେ ରାଜାକୁ ନିଜର ପାଖକୁ ଡାକିଲା ଏବଂ ତାକୁ ପଚାରିଲା, ତୁମେ କୁହ, ତୁମେ ନିଜ ଜୀବନରେ କ'ଣ କ'ଣ ଭଲ କରିଛ? ମୁଁ ତାଙ୍କୁ ଏହି ପୁସ୍ତକରେ ଦେଖି ନିଶ୍ଚିତ କରିବି ଯେ ତୁମକୁ ଭିତରକୁ ପ୍ରବେଶ କରିଦେବା ଉଚିତ ହେବ ନା ନାହିଁ। ରାଜା କହିଲା, ମୋର ରାଜ୍ୟ ଯେତିକି ବଡ଼ ଥିଲା ସେତିକି ସମୃଦ୍ଧ ଥିଲା ଏବଂ ମୋର ରାଜ୍ୟର ସମସ୍ତ ଲୋକ ଖୁସିରେ ରହୁଥିଲେ। ସମସ୍ତେ ବଡ଼ ଆନନ୍ଦରେ ରହୁଥିଲେ। ମୁଁ ତାଙ୍କୁ କେବେ ମଧ୍ୟ କୌଣସି ମଧ୍ୟ ବସ୍ତୁର ଅଭାବ ହେବାକୁ ଦେଇନାହିଁ। ଏହା ମୋର ଭଲ କର୍ମ ଅଟେ। ଦେବଦୂତ ନିଜ ପୁସ୍ତକରେ ଦେଖିଲା ଏବଂ ଦେଖିବା ପରେ ରାଜାଙ୍କୁ କହିଲା, ତୁମେ ସତ କହୁଛ। ତୁମେ ନିଜର ରାଜ୍ୟର ପ୍ରଜାଙ୍କୁ ବହୁତ ଖୁସିରେ ରଖିଥିଲ, କିନ୍ତୁ ତୁମେ ନିଜ ରାଜ୍ୟର ସୀମା ବଢ଼ାଇବା ପାଇଁ ଯେତିକି ଯୁଦ୍ଧ କରିଥିଲ, ସେହି ଯୁଦ୍ଧ କାରଣରୁ ହଜାରେ ସୈନିକ ନିଜର ଜୀବନ ହାରିଗଲେ। ସେହି ହଜାରେ ସୈନିକଙ୍କ ପରିବାରର ଦୁଃଖର କାରଣ ତୁମେ ହୋଇଥିଲ। ଏଥିପାଇଁ ତୁମେ ସ୍ୱର୍ଗକୁ ଆସିପାରିବ ନାହିଁ। ଏବେ ସମୟ ଥିଲା ବ୍ୟାପାରୀର। ବ୍ୟାପାରୀକୁ ଯେତେବେଳେ ଦେବଦୂତ ପଚାରିଲା ଯେ ତୁମର ଭଲ କର୍ମ କ'ଣ ଅଟେ, ତେବେ ବ୍ୟାପାରୀ ତାଙ୍କୁ କହିଲା, ମୁଁ ବହୁତ ଲୋକଙ୍କୁ ଖାଦ୍ୟ ଖାଇବାକୁ ଦେଇଛି, ବହୁତ ଆଶ୍ରମରେ ଦାନ କରିଛି, ବହୁତ ନିରାଶ୍ରିତ ଲୋକଙ୍କ ପାଇଁ ଘର ବନାଇ କରି ଦେଇଛି। ଏହା ମୋର ଭଲ କର୍ମ ଅଟେ। ଦେବଦୂତ ପୁଣି ଥରେ ନିଜର ପୁସ୍ତକକୁ ଧ୍ୟାନରେ ଦେଖିଲା ଏବଂ ଦେଖିବା ପରେ ବ୍ୟାପାରୀଙ୍କୁ କହିଲା, ତୁମର କାହାଣୀ ମଧ୍ୟ ଠିକ୍ ଅଛି ଯେ ତୁମେ ବହୁତ ଦାନ ଧର୍ମ କରିଛ, କିନ୍ତୁ ଏହି ଦାନ ଧର୍ମ ତୁମେ ଯେଉଁ ପଇସାରେ କରିଛ, ସେହି ପଇସାକୁ କମାଇବା ପାଇଁ ତୁମେ କେଜାଣି କେତେ ମିଛ କହିଛ, କେତେ ହେରାଫେରି କରିଛ ଏବଂ କେତେ ମିଶ୍ରିତ କରିଛ। ଏଥିପାଇଁ ତୁମେ ମଧ୍ୟ ସ୍ୱର୍ଗକୁ ଆସିପାରିବ ନାହିଁ। ଯେତେବେଳେ ପଣ୍ଡିତକୁ ଏହି ପ୍ରଶ୍ନ କରାଗଲା, ପଣ୍ଡିତ ବଡ଼ ଆତ୍ମବିଶ୍ୱାସର ସହିତ କହିଲା, ମୁଁ ଅଗଣିତ ଲୋକଙ୍କୁ ଜ୍ଞାନ ଦେଇଛି, ହଜାରେ ଯଜ୍ଞ ଏବଂ ପୂଜା କରିଛି ଏବଂ ଦିନରାତି ଭଗବାନଙ୍କର ନାମ ଜପ କରିଛି। ଏହାଠାରୁ ଭଲ କର୍ମ ବା କ'ଣ ହୋଇପାରିବ? ଦେବଦୂତ ନିଜର ପୁସ୍ତକ ଭିତରକୁ ଦେଖିଲା ଏବଂ ପଣ୍ଡିତଙ୍କୁ କହିଲା, ଆପଣ ଯେତେ ଲୋକଙ୍କୁ ଯାହା ମଧ୍ୟ ଜ୍ଞାନ ଦେଇଛନ୍ତି, ସେହି କଥାକୁ ନିଜେ କେବେ କାର୍ଯ୍ୟରେ ବ୍ୟବହାର କରିନାହାନ୍ତି। ଆପଣ ଯଜ୍ଞ, ପୂଜା ବା ଭଗବାନଙ୍କର ନାମ ନିଃସ୍ୱାର୍ଥ ଭାବରେ କେବେ ନେଇନାହାନ୍ତି। ଏଥିପାଇଁ ଆପଣଙ୍କୁ ମଧ୍ୟ ସ୍ୱର୍ଗକୁ ଆସିବାର ପ୍ରତିବନ୍ଧକ ଅଟେ। ମଜଦୁର ଏହାସବୁ ଦେଖିକରି ହଇରାଣ ଥିଲା। ସେ ଏତେ ସମୟ ପର୍ଯ୍ୟନ୍ତ ଯାହାକୁ ମହାନ ଭାବୁଥିଲା, ତାଙ୍କର ବ୍ୟାଖ୍ୟା ସ୍ୱର୍ଗର ଦ୍ୱାରକୁ ଆସି ବଦଳି ଯାଇଥିଲା। ପୃଥିବୀରେ ଯେଉଁ କାମକୁ ଭଲ ବୁଝାଯାଏ, ଏଠାରେ ଯମଦୂତ ଯେତେବେଳେ ଏହି ମଜଦୁରକୁ ନିଜ ପାଖକୁ ଡାକିଲା ଏବଂ ସେ ତାର ଭଲ କର୍ମ ବିଷୟରେ ପଚାରିବା ପୂର୍ବରୁ ମଜଦୁର କହିଲା, ପ୍ରଭୁ, ମୁଁ ଜାଣିଛି ମୁଁ ମଧ୍ୟ ସ୍ୱର୍ଗକୁ ଆସିବାର ଯୋଗ୍ୟ ନୁହେଁ, କିନ୍ତୁ ମୁଁ ତଥାପି ଗୋଟିଏ ଥର ବାହାରୁ ମଧ୍ୟ ହେଉ ସ୍ୱର୍ଗକୁ ଦେଖିବାକୁ ଚାହୁଁଛି।
एहाठारु बेसी मोर किछि आउ इच्छा नाही, कारण एमिति इच्छा पालिबा पई मो जीवन रे किछि मध्य करे नाही। मु पूरा दिन परिश्रम करिथाए एवं जहाँ मध्य पैसा कमाई थाए ताकू निजर परिवार रे पालन पोषण रे खर्च करिदिए। एथिपाई दान धर्म पई किछि मध्य बंची न थाए। लोकंक पई मु कौन सेवा करिबी, कारण काम परे जहाँ अल्प किछि समय मिली थाए ताकू निजर बुढ़ा माँ बापर सेवारे बिताई दिए एवं यह सब करबा परे मु केबे केबे मंदिर मध्य चली जाए एवं भगवान जेतिकी मध्य मते देइछंती सेतिकी जीवन पाई धन्यवाद कहूची। देवदूत निज पुस्तक को बड़ ध्यान रे देखिला एवं किछि समय देखिबा परे पुणी से मजदूर को पचारिला, तुमे मने पकाई कुह, तुमे केबे तो कौन से भल काम करिथिब। मजदूर अल्प समय भाबिबा परे कहिला, हाँ मोते किछि किछि मने पड़ुची। गोटे थर मु बहुत भोकिला थिली एवं मु खाद्य खाइबा को ही बसिथिली। सेतिकी बेले गोटे बहुत दुर्बल कुकुर जे ठीक भाबे चाली मध्य पारु नथिला से मो पाखको आसीगला एवं मोर खाद्य को देखिबाकू लागिला। सेतिकी बेले मु निजर रोटी ताको खुआई देली एवं सही दिन मु निजे भोकरे सोईगली। मजदूर कथा शुणिबा परे देवदूत हसिला एवं मजदूर को बड़ सम्मानर सहित स्वर्ग भितर को नहीं करी गला। सांग माने भल कर्म लोभ मोह माया एही सब भावरे आसी करा जाई न थाए एवं ना तो ताको भल कर्मर श्रेणी रे गणा जाई थाए। निस्वार्थ भावरे कराइथिबा गोटे मध्य भल कर्म आपणकर सबु पाप को धोइबार शक्ति रखि थाए। एथिपाई जेबे मध्य मौका मिलिबो तो निस्वार्थ भावरे एवं भल मनरे भल कर्म कर। सांग माने एही कहानीटी आपण मानंकु केमिति लागिला निश्चय कमेंट रे जणाइबे एवं एही चैनल को नुआ आसीथिले निश्चित भाव में सब्सक्राइब कर दियंतु। धन्यवाद।